ଘଟଗାଁର ନାମକରଣ କିଏ କଲେ, କେମିତି ହେଲା? ତ ଚାଲନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଘଟଗାଁର ସେହି ଶାଳବଣ ଭିତରେ ବ୍ରାହ୍ମଣ ନୁହେଁ ଦେହୁରୀ ପୂଜା କରୁଥିଲେ ମାଆଙ୍କୁ। କିନ୍ତୁ ଯେତେବେଳେ ସେମାନଙ୍କ ଘରେ କେହି ମୃତ୍ୟୁବରଣ କରୁଥିଲେ କି ଜନ୍ମଗ୍ରହଣ କରୁଥିଲେ, ମାଆଙ୍କ ପୂଜା ଅର୍ଚ୍ଚନା ବନ୍ଦ ହେଉଥିଲା ବା ଅବହେଳା ହେଉଥିଲା। ସେ ଜଙ୍ଗଲରେ ମାଆଙ୍କ ପୂଜା କରିବା ପାଇଁ ଅନ୍ୟ କେହି ନଥିବାରୁ ରାଜା ସବୁବେଳେ ଚିନ୍ତିତ ହୋଇପଡ଼ୁଥିଲେ। ମା ଭକ୍ତଙ୍କ କଷ୍ଟ ବୁଝିପାରି ରାଜାଙ୍କୁ ଆଦେଶ ଦେଲେ, ଗୋଟିଏ ମାଟି ଘଟରେ ଗୁଆଘିଅ ଭର୍ତ୍ତି କରି ମୋ ଆସ୍ଥା ନିକଟରେ ଥିବା କୁସୁମ ଡାଳରେ ବାନ୍ଧିଦିଅ। ଦେହୁରୀ ପୂଜା ଶେଷରେ ପ୍ରତିଦିନ ପୂଜାରେ ପାଣିକୁ ସେହି ଘଟରେ ଛିଞ୍ଚିବ, ଆଉ ଅଶୌଚ ସମୟରେ ସେ ଘଟରୁ ଘିଅ ନେଇ ପାନ କରିବ ଓ ଦୁବ ଘାସରେ ତା ମୁଣ୍ଡରେ ଛିଞ୍ଚିବ। ଏହାଦ୍ୱାରା ସେ ପବିତ୍ର ହୋଇଯିବ ଓ ମୋର ପୂଜା କରିପାରିବ। ସେହି ଦିନରୁ ଘିଅ ଘଟ ବନ୍ଧା ହେବାରୁ ତା'ର ନାମ ଘଟଗାଁ ରହିଲା।